ଯେତେବେଳେ ଭାରତ ପାକିସ୍ତାନ ଯେତେବେଳେ ଅଲଗା ହେଲା, ପାକିସ୍ତାନ ସ୍ୱତନ୍ତ୍ର ପାକିସ୍ତାନ କରିବା ପାଇଁ ସେମାନେ ଜିଦ୍ ଧରି ବସିଲେ। ପାକ୍ ଶବ୍ଦର ଅର୍ଥ ହେଉଛି ପବିତ୍ର, ଭାରତ ଶବ୍ଦର ଅର୍ଥ ହେଉଛି ବି ପବିତ୍ର, ଜ୍ଞାନ ମହିମାଯୁକ୍ତ ଭାରତ। ତେଣୁ ସିଏ କଲେ ପାକିସ୍ତାନ, ଇଏ କଲେ ଭାରତ। କିନ୍ତୁ ଧର୍ମ ସୃଷ୍ଟି ହେଇଥିଲା। ଧର୍ମର ରୂପ କ'ଣ ହେଉଛି ହିଂସା। ଧର୍ମର ସ୍ୱରୂପ ସତ୍ୟ, ସନ୍ତୋଷ, ଦୟା, କ୍ଷମା ହେଉଛି ଧର୍ମର ସ୍ୱରୂପ। ଯେଉଁ ଧର୍ମ ମଣିଷକୁ ଗଢ଼େ, ମଣିଷକୁ ତିଆରି କରେ, ମଣିଷକୁ ଶୃଙ୍ଖଳିତ କରେ, ସଂଯମିତ କରେ, ସେଠି ଆତଙ୍କବାଦର ପ୍ରଶ୍ନ ଉଠୁଛି କେଉଁଠି? ଏହା କେବଳ କିଛି ଲୋକଙ୍କର ମତ ଯେ ଆମେ ବିଭିନ୍ନ ଧର୍ମର ଲୋକମାନଙ୍କୁ ନେଇକରି ଆମେ ଗୋଟେ ସ୍ୱତନ୍ତ୍ର ସମାଜ ଗଢ଼ିବୁ। କିନ୍ତୁ ପ୍ରକୃତ ମହାତ୍ମା ଗାନ୍ଧୀଙ୍କର ଯେଉଁ କଥା, ଅହିଂସା ପରମ ଧର୍ମ, ମାନେ ମୁସଲିମ ଧର୍ମର ବନ୍ଦନା ବା ତାଙ୍କର ଯେଉଁ ରୀତିନୀତି ରହିଛି ସେ ସ୍ୱତନ୍ତ୍ର। ସିଏ ମାରିବାକୁ ଆସିଛନ୍ତି, ତାଙ୍କର ଉଦ୍ଦେଶ୍ୟ ହେଉଛି ସେ ମାରିବେ। ତାକୁ ଗୋଟେ ମାଧ୍ୟମ କରି ଏଗୁଡ଼ାକ ଯେଉଁ ତୁମେ ସେ କ'ଣ ତାଙ୍କର କ'ଣ ପଢ଼ିବା ପାଇଁ କହିଲେ, ଏସବୁ ସଂକୀର୍ଣ୍ଣତା। ଇଏ ଯେତେବେଳେ ଭାରତବର୍ଷ ବର୍ତ୍ତମାନ ଯେଉଁଭଳି ଭାବରେ ଗୋଟେ ଆଗେଇଛି ସବୁ କଥାକୁ ନେଇ, ସେମାନେ ବି ତା ଭିତରେ ଅଛନ୍ତି। ଧରନ୍ତୁ ଇସଲାମ ଧର୍ମ ପାଇଁ କ'ଣ ତାଙ୍କର କାର୍ଯ୍ୟ କରିନାହାନ୍ତି? ଭାରତ ସରକାର କ'ଣ କରିନାହାନ୍ତି? ତଲାକ ଉଠେଇଛନ୍ତି, ଆଉ ଅନେକ କଥା ହେଇଛି। କିନ୍ତୁ ସେମାନଙ୍କର ଗୋଟେ ପ୍ରଚଣ୍ଡ, ସେମାନଙ୍କର କହିଲେ ସବୁ ମୁସଲମାନ ନୁହନ୍ତି, ମୁସଲମାନ ଦେଶ ବହୁତ ଅଛି। କିଛି ମୁସଲମାନ ଆତଙ୍କବାଦର ଶିକ୍ଷା ତାଙ୍କୁ ମୁଣ୍ଡରେ ପୂରେଇ ଦିଆହେଇଛି। ସିଏ ଜାଣିଛନ୍ତି ଆମେ ଯେତେ ମାରିବୁ ସ୍ୱର୍ଗରେ ସ୍ଥାନ ପାଇବୁ, ଆଲ୍ଲାଙ୍କର କୃପା ପାଇବୁ, ଇତ୍ୟାଦି ପାଇବୁ। ଏହିସବୁ ଅନ୍ଧବିଶ୍ୱାସ ବୋଲି ମୁଁ ଭାବେ।